ଧନୀ ମହାରଣାଙ୍କୁ ନ୍ୟାୟ ମିଳିବ କେବେ? ହଁ, ଆମେ କହିବାକୁ ଯାଉଛୁ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବିଳାସପୁର ପୋଷ୍ଟ ଆଣିଓରା ଗ୍ରାମର ସ୍ୱର୍ଗତ ଶଶିମଣି ମହାରଣା ଏବଂ ଲୋକନାଥ ମହାରଣାଙ୍କ ଝିଅ ଧନୀ ମହାରଣା। ଶଶିମଣିଙ୍କର କୌଣସି ପୁତ୍ର ନଥିବାରୁ ସେ ବ୍ରହ୍ମଗିରି ବ୍ଲକ ମଣାପଡ଼ା ଗ୍ରାମର ଧବଳେଶ୍ୱର ମହାରଣାଙ୍କୁ ଘର ଜ୍ୱାଇଁ ଭାବରେ ଗ୍ରହଣ କରିଥିଲେ। ଶଶିମଣି ଏବଂ ଲୋକନାଥଙ୍କର ଦେହାନ୍ତ ହେବା ପରେ ଧନୀଙ୍କ ଝିଅ ବିବାହ କରି ଶାଶୁଘର ଚାଲିଗଲା ପରେ ପୁଅ ବାଙ୍ଗାଲୋରରେ କାର୍ଯ୍ୟରତ, ସ୍ୱାମୀ ଧବଳେଶ୍ୱର ପୁରୀରେ ନିଜ କୌଳିକ ବୃତ୍ତି କରି ପରିବାର ପ୍ରତିପୋଷଣ କରୁଛନ୍ତି। କିନ୍ତୁ ଦୁଃଖର ବିଷୟ ହେଲା ଧନୀ ରହୁଥିବା ଘର ଶଶିମଣିଙ୍କ ନାମରେ ଥିବାବେଳେ କଣାସ ବ୍ଲକ ଜଙ୍ଗର ଗ୍ରାମର ସ୍ୱର୍ଗତ ଭାସ୍କର ସ୍ୱାଇଁଙ୍କ ପୁତ୍ର ମିଟୁ ସ୍ୱାଇଁ ଏବଂ ଟୁଟୁ ସ୍ୱାଇଁ ଜୋର ଜବରଦସ୍ତ ଗୁଣ୍ଡା ଲଗାଇ ଧନୀଙ୍କ ଘରକୁ ଭାଙ୍ଗି ଦେଇଛନ୍ତି ଏବଂ ଧନୀ ଖୋଲା ଆକାଶ ତଳେ ରହୁଥିବା ବେଳେ ବର୍ଷା ଶୀତରେ କାହା ବାରଣ୍ଡାରେ ବିଶ୍ରାମ ନେଉଛନ୍ତି ତ କାହା ଘର ଆଗରେ ପଡି ରହୁଛନ୍ତି। ଏପଟେ ନ୍ୟାୟ ପାଇବା ପାଇଁ ଧନୀଙ୍କ ସ୍ୱାମୀ ଧବଳେଶ୍ୱର ଡେଲାଙ୍ଗ ତହସିଲ କାର୍ଯ୍ୟାଳୟ ଠାରୁ ସତ୍ୟବାଦୀ ଥାନା ଏସ୍ପିଙ୍କ କାର୍ଯ୍ୟାଳୟ, କୋର୍ଟ କଚେରୀ ଦୌଡ଼ି ଦୌଡ଼ି ହତାଶ ହୋଇ ନିଜ କର୍ମକ୍ଷେତ୍ରରେ ଠିକାରେ କାର୍ଯ୍ୟ କରିପାରୁନାହାନ୍ତି। ଆଗକୁ ଦେଖିବାକୁ ବାକି ରହିଲା ଧନୀଙ୍କୁ ନ୍ୟାୟ ମିଳୁଛି କେବେ। ଟିକେ ପରିଚୟ ଦିଅ, ତମ ନାଁ ଟିକେ କୁହ, କ'ଣ ଘଟଣା ଘଟିଲା, କାହିଁକି ଘର ଭାଙ୍ଗିଲେ, କିଏ ଭାଙ୍ଗିଲେ? ମୋ ନାଁ ହେଉଛି ଧନୀ ମହାରଣା, ମୋ ବାପାଙ୍କ ନାଁ ହେଉଛି ଲୋକନାଥ ମହାରଣା, ମୋ ବୋଉ ନାଁ ହେଉଛି ଶଶୀ ମହାରଣା, ମୋ ସ୍ୱାମୀ ନାଁ ହେଉଛି ଧବଳେଶ୍ୱର ମହାରଣା, ଗ୍ରାମ ହେଉଛି ପାଣିଓରା, ଜିଲ୍ଲା ହେଉଛି ପୁରୀ, ପୋଷ୍ଟ ବିଳାସପୁର, ଥାନା ସତ୍ୟବାଦୀ, ଡେଲାଙ୍ଗ ତହସିଲ। କ'ଣ ଘଟଣା ଘଟିଲା, କାହିଁକି ଘଟଣା ହେଲା ଆମେ କିଛି ଜାଣିବାର ନାହିଁ। ମୋ ବାପା ତ ମୋତେ ଏଠି ରଖିଥିଲେ, ମୋ ବୋଉ ଏଠି ରଖିଥିଲେ, ତାଙ୍କର ପୁଅ ପାତି ନଥିଲେ ବୋଲି ରଖିଥିଲେ। ମୋ ସ୍ୱାମୀ ତ ପୁଅ ହେଇକିରି ଆସିଛନ୍ତି, ଘର ଜ୍ୱାଇଁ ହେଇକିରି ଆସିଛନ୍ତି। ସିଏ ଆମେ ତ ଘର କରିକିରି ଥିଲୁ। ତାପରେ ଆମର ଗୋଟେ ଅରସ ଲୋକ ଯାହା ବୋଲିକା ଥିଲେ, ସିଏ ତାଙ୍କଠୁ 7 ଡେସିବିଲ୍ ତାଙ୍କର ଥିଲା। 7 ଡେସିବିଲ୍ରୁ 3 ଡେସିବିଲ୍ ନେଇଗଲା ବୈକୁଣ୍ଠ ସ୍ୱାଇଁ। ତାପରେ ରହିଲା ଧବଳେଶ୍ୱର ମହାରଣା, ସେଥିରୁ ମୋ ସ୍ୱାମୀ ଯିଏ 4 ଡେସିବିଲ୍ କିଣିଲେ। କିଣିବା ଭିତରେ ଆମେ ସେଥିରେ ଘର କରିକିରି ରହିଥିଲୁ। ଆଜିକି କେତେ ବର୍ଷ ହେଲାଣି ରହିଲାଣି, କିନ୍ତୁ ଆଜିକାଲି ନୁହଁ। ତାପରେ ତ ବୋଉର ଆମର ଯେଉଁ ଜାଗାଟା ଥିଲା, ସିଏ ଜାଗାଟାକୁ ଉତ୍ତରପଟ, ତାକୁ ଥରେ ଆସି 2022 ମସିହାରେ ଆସିକି ତାକୁ ସେମିତି ଗୁଣ୍ଡା ଆଣିକିରି ଡଙ୍ଗା ଭଙ୍ଗା କରିକିରି ଆମକୁ ଦାଣ୍ଡପଟକୁ ବ୍ରେକ୍ କରିକି ଏଇ ଉତ୍ତରପଟ, ଏଇ ପଟଟା ତାକୁ ଆଣିକିରି ଏମିତି କଲେ। ତ ଏଇ ଅକ୍ଟୋବର ମାସ 6 ତାରିଖ ଦିନ ଆସିକିରି ଗୁଣ୍ଡା ଆସି ମୋତେ ଏମିତି 4-5 ଜଣ ଏମିତି ରୋକିକିରି ରଖି, ଆଉ 30-40 ଜଣ ଲୋକ ଥାନା, ସେଥିରେ ତହସିଲ ଏମିତି ସବୁ ଆସିକିରି ସେଠୁ ଘର ଖାଲି କଲେ। ଘର ଖାଲି କରିକିରି କହିଲେ ତମେ ଜିନିଷ କାଢ଼ିଦିଅ। ତମେ ଯେତେବେଳେ ମୁଁ କହିଲି ମୋ ଜାଗାଟା ଏଇଟା ମୋର, ତମେ କ'ଣ ଆକୁ ଖାଲି କରିବ ବୋଲି କହୁଛ? ନା ତମ ଖାଲି, ହଁ ମୁଁ କହିଲି ଏଇଟା ତ ମୋ ଜାଗା, ତମେ କ'ଣ ଏଇଟା ମୋ ସ୍ୱାମୀ କିଣିଛନ୍ତି? ନା ତମ ସ୍ୱାମୀ ଯଦି କିଣିଛନ୍ତି, ମୋତେ ସେ ଓକିଲ ଜଣେ କହିଲେ ମୋ ସ୍ୱାମୀ ଯଦି କିଣିଛନ୍ତି ତାହେଲେ ତମେ ଇଏ କର, ତମେ କାଗଜପତ୍ର ନେଇକିରି ରଖେଇବ ଯଦି କୋର୍ଟରେ, ତାହେଲେ ତମ ଜାଗାଟାକୁ ତମେ ଫେରି ପାଇଯିବ। ତମ ଜାଗାଟାକୁ ଖାଲି ଘରଟାକୁ ଖାଲି କରିକି ତମ ଜିନିଷଟାକୁ ତମ ଜାଗାକୁ କାଢ଼ିଦେବୁ ଆମେ। ମୁଁ କହିଲି ଏପଟେ ତ ଭାଙ୍ଗିଥିଲେ 2000 ଆମର, ତାପରେ କ'ଣ ଆମେ ବି କିଛି କାହାଠୁ ଜାଗା ନେଇଛ, କ'ଣ କରିଛ, ଆମେ ବି ସେ ବିଷୟରେ କିଛି କହିପାରିବୁନି। ଏଇ କଥା କହିବା ଭିତରେ ସେଠୁ କହିଲେ ନାଇଁ ସେ କୋର୍ଟ ଅର୍ଡ଼ର ହେଇଛି, ତାର ଡିଗ୍ରୀ ହେଇଯାଇଛି, କୋର୍ଟ ଅର୍ଡ଼ର ହେଇଯାଇଛି। କରୁଛି ସେ ଲୋକ ନାଁ କ'ଣ? ତା ନାଁ ହେଉଛି ଭାସ୍କର ଚନ୍ଦ୍ର ସ୍ୱାଇଁ। ସେ ତା ନାଁ ରେକର୍ଡ଼ କରୁଛି ଭାସ୍କର ଚନ୍ଦ୍ର ସ୍ୱାଇଁ। ତା ଝିଅ କାଳିକା, ମିଟୁ, ଟୁଟୁ। ତା ମାଆ ହେଉଛି ଝୁଲ, ତା ଭାରିଜା ଯିଏ। ତାଙ୍କ ଘର କୋଉଠି? ତାଙ୍କ ଘର କୋଉଠି ମୁଁ କହିପାରିବିନି। ଜଙ୍ଘାର ବୋଲିକି କିଏ ଜାଣିଛି ଯେ କୋଉଠି ଜଙ୍ଘାର କି ତାଙ୍କ ଘର କୁଆଡ଼େ ବରହମପୁର। ହଁ, ସେ ଜଙ୍ଘାରରୁ ଆସିକି ଥିଲା ବୋଲି ତ କହୁଛନ୍ତି ସମସ୍ତେ। ଆଉ ସେ ସେ ତ କହୁଛି ମୁଁ ଜାଗା ନେଇଛି ବୋଲିକା, ତାକୁ ଲୋକ ପ୍ରଶୟ ଦେଉଛନ୍ତି, ଆଉ ତୁ ଜାଗା ନେଇଯା, ତାକୁ ଏଠୁ କେମିତି କାଢ଼ିଦେବୁ, ଘରୁ କାଢ଼ିଦେବୁ, ଗଲା କାମ ଶେଷ। ଆଉ ଆମେ ସବୁ ଜାଗା ନେଇଯିବୁ, ତାର ଏଠି କିଛି ନାହିଁ। ଆଉ ଏମିତି କାହିଁ ଗ୍ରାମବାସୀ ଆପଣଙ୍କ ଉପରେ ଏମିତି କାହିଁ? କେମିତି ରାଗ ତ ଆମେ ଘର ଜ୍ୱାଇଁ ରହିଲେ ସେ ଜାଗାଟାକୁ ସେମିତି ସବୁ ଅପଦସ୍ତ କରିକି ସବୁ ମାଡ଼ି ବସୁଛନ୍ତି। ମାନେ ଆପଣ ଭାଇ ନଥିବାରୁ? ହଁ ଆଜ୍ଞା, ଭାଇ ନଥିବାରୁ ଏମିତି ଏସବୁ କାମ କରୁଛନ୍ତି। ବାଡ଼େଇ ଦେବୁ, ମାରିଦେବୁ, ଆଉ ଘରକୁ ଆଇଲେ ହାଣିଦେବୁ। ପୁଲିସ ବାଲା ଖାଲି ଆସିବେ, ଦେଖିଦେବେ, ପଳେଇବେ, ଖାଲି ଅନେଇଦେବେ,
ଏ ତୁ ଘର କରେ ନା ଇଏ କର ନା ସେ କର ନା କହିଦେବେ ତାଙ୍କର ସେ ପଳେଇଲେ ସିଏ କାଇଁ ମନା କରନ୍ତି? ପୋଲିସ ବାଲା କଣ ପାଇଁ ମନା କରନ୍ତି? ସେ କଣ ପଇସା ପଇସା ଖାଉଥିବେ କି କଣ କରୁଥିବେ ଆମେ ସେଟା କେମିତି ଜାଣିବୁ? କଣ ସେ ଆମେ ତ ଯାଇ ବସି ବସିକିରି ଆସିବୁ। ଆଉ ସେ ପଳେଇବେ ପଳେଇବା ପରେ ୟାଙ୍କର କାମ ଚାଲିଲା। ଯେ ଏବେ ଆପଣ କଣ ଚାହୁଁଛନ୍ତି? ଏବେ କେମିତି କଣ ହବ ଏ ବିଷୟରେ ସେଇ କଥା ତ ଦରକାର ଆମକୁ ଟିକେ ଆଉ। ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ, ବ୍ଲାକେଟ୍ ନ୍ୟୁଜ୍ ଓଡ଼ିଆ।